ସବୁ କାର୍ଯ୍ୟକ୍ରମ ଫ୍ଲଡ୍ ଲାଇଟ୍ ଗୁଡ଼ିକ 5.5 କୋଟି गोटे ପ୍ଲେୟାର୍ସ ପାଭିଲିୟନ୍ 86 ଲକ୍ଷ ଏବଂ ଡ୍ରେନେଜ ହବ ଏବେ 49 ଲକ୍ଷ ତେଣୁ ପଡ଼ିଆର ଆହୁରି ଉନ୍ନତି କରାଯିବ ଏବଂ ଖେଳାଳିମାନେ କେମିତି ନୂଆ ସୃଷ୍ଟି ହେବେ। ବର୍ତ୍ତମାନ ତ 13ଟି ପିଲା ଅନୁଗୁଳ ଜିଲ୍ଲାର ଓଡ଼ିଶାରେ ଜିଲ୍ଲା କ୍ରିକେଟ ଆସନ ଆଜି ଆମେ ମାନେ ନୂତନ ସଭ୍ୟ ନିର୍ବାଚିତ ହେଇଥିଲୁ ସେମାନେ ସବୁ ଆଜି ଶପଥ ଗ୍ରହଣ ଉତ୍ସବ ଥିଲା। ବର୍ତ୍ତମାନ ଆମର ନିର୍ବାଚନ ଅଧିकारी ଭୂପେଶ ପ୍ରଧାନ ମହୋଦୟ ଏବଂ ଆମର ସମସ୍ତ ପଦାधिकारी ଆମର ଉପସଭାପତି ପ୍ରଭାତ ସିହ୍ନା ମହୋଦୟ ଏବଂ ଅରୁଣ ପୁଷ୍ପାଳ ଉପସଭାପତି 2 ଏବଂ ସମ୍ପାଦକ ସାଗରନାଥ ମିଶ୍ର ମହୋଦୟ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରୀ ଆମର ଗଙ୍ଗାଧର ପଟ୍ଟନାୟକ ସତ୍ୟେନ୍ଦ୍ର ପ୍ରଧାନ ମଧ୍ୟ ଆଉ ଜଣେ ଆସିଷ୍ଟାଣ୍ଟ ସେକ୍ରେଟାରୀ କୋଷାଧ୍ୟକ୍ଷ ରଞ୍ଜନ କୁମାର ଦିଶାମନ ସମସ୍ତ ଆଜି ନୂତନ ଭାବେ ଶପଥ ନେଲୁ ଏବଂ ଦାୟିତ୍ୱ ଏଇଟା ଦ୍ୱିତୀୟ ଟର୍ମ ହେଲା ଆମ ଟିମ୍ର। ଏଥିରେ ଆମେ ଆହୁରି କେମିତି ଅନୁଗୁଳ ଜିଲ୍ଲା ସାରା କ୍ରିକେଟ ଜୁନିୟର ପିଲାଙ୍କୁ ଆହୁରି ନୂଆ ଭାବରେ ବାରକାଯିବ ତା ପାଇଁ ଶପଥ ନେଇଛୁ ଏବଂ ଏବେ ବର୍ତ୍ତମାନ ଆପଣ କଦମ ପଡ଼ିଆ ଦେଖୁଥିବେ ଫ୍ଲଡ୍ ଲାଇଟ୍ର ବ୍ୟବସ୍ଥା ନୂଆ ପାଭିଲିୟନ୍ ପ୍ଲେୟାର୍ସ ପାଭିଲିୟନ୍ର ବ୍ୟବସ୍ଥା ହେଉଛି ଏବଂ ଯେଉଁ ଡ୍ରେନେଜ ସିଷ୍ଟମ ନଥିଲା ତାକୁ ମଧ୍ୟ କରାଯାଉଛି। ବର୍ତ୍ତମାନ ନୂଆ ଭାବରେ ସବୁ କାର୍ଯ୍ୟକ୍ରମ ଫ୍ଲଡ୍ ଲାଇଟ୍ ଗୁଡ଼ିକ 5.5 କୋଟି गोटे ପ୍ଲେୟାର୍ସ ପାଭିଲିୟନ୍ 86 ଲକ୍ଷ ଏବଂ ଡ୍ରେନେଜ ହବ ଏବେ 49 ଲକ୍ଷ ତେଣୁ ପଡ଼ିଆର ଆହୁରି ଉନ୍ନତି କରାଯିବ ଏବଂ ଖେଳାଳିମାନେ କେମିତି ନୂଆ ସୃଷ୍ଟି ହେବେ। ବର୍ତ୍ତମାନ ତ 13ଟି ପିଲା ଅନୁଗୁଳ ଜିଲ୍ଲାର ଓଡ଼ିଶାରେ ବିଭିନ୍ନ ସ୍ତରରେ under-16, 19, 23 ସିନିୟର ବିଭିନ୍ନ ସ୍ତରରେ ଓଡ଼ିଶାରେ ଭାଗ ନେଇକି ଖେଳୁଛନ୍ତି। ଏଇଟା ଆମ ଜିଲ୍ଲା କ୍ରିକେଟ ପାଇଁ ଗର୍ବର କଥା। ତେଣୁ ଆହୁରି କେମିତି ଅଧିକା ପିଲା ପାଇବେ ଚାନ୍ସ ଭଲ ଖେଳିବେ ଆମେ ସବୁ ଜାଗାରେ ପାଲଡ଼ା ହଉ ତାଲଚେର ହଉ ଛେନିପଦା ହଉ ଆଠମଲ୍ଲିକ ହଉ ପବିତ୍ର ନଗର ହଉ ଯେଉଁ ଜାଗାରେ ପିଲାମାନେ ଡ୍ୟୁଜ୍ ବଲ୍ ଖେଳୁଛନ୍ତି ତାଙ୍କୁ ଆହୁରି ଉତ୍ସାହିତ କରୁଛୁ ମ୍ୟାଟ୍ ଯୋଗାଇ ଦେଉଛୁ ନେଟ୍ ଦେଉଛୁ ତାଙ୍କ ପାଇଁ ସବୁ ପ୍ରକାର ସାହାଯ୍ୟ କରୁଛୁ ମଧ୍ୟ ଟୁର୍ଣ୍ଣାମେଣ୍ଟ କରିକି କିନ୍ତୁ ପିଲାମାନଙ୍କୁ ନୂଆ ପିଲା ସବୁ ଜାଗାରୁ ବାହାରିବେ ତାହା ବି ମୁଁ ଦେଖୁଛି ଆମେ କରିବା ଦ୍ୱାରା ତାହା ଦ୍ୱାରା ଉତ୍ସାହିତ ହେଇକି ପିଲା ନୂଆ ପିଲା ବାହାରୁଛନ୍ତି। ଏଇଟା ଆମ ଜିଲ୍ଲା କ୍ରିକେଟ ଆସନ ପାଇଁ ଅନୁଗୁଳ ଜିଲ୍ଲା ପାଇଁ ଗୋଟେ ଗୌରବର କଥା। ତେଣୁ ସବୁ ସିନିୟର ମେମ୍ବର ମାନଙ୍କର ଏଥିରେ ନିହାତି ସହଯୋଗ ରହିଛି ସବୁ କ୍ଷେତ୍ରରେ ବିନା ସହଯୋଗରେ ଏକା କେହି କିଛି କରିପାରେନି ସବୁ କିଛି ରହିଛି। ମ୍ୟୁନିସିପାଲିଟିର ବି ପୁରା ସହଯୋଗ ଜିଲ୍ଲାପାଳଙ୍କର ସହଯୋଗ ରହିଛି। ମ୍ୟୁନିସିପାଲିଟି ଆମର ଚେୟାରମ୍ୟାନ ମଧ୍ୟ ଏଠି ଆଜି ଉପସ୍ଥିତ ଥିଲେ ଆମର ଏକ୍ଜିକ୍ୟୁଟିଭ୍ ଅଫିସର ପପୁ ବାବୁ ମଧ୍ୟ ତେଣୁ ସମସ୍ତଙ୍କ ବିନା ସହଯୋଗରେ କିଛି ହୁଏନି ସମସ୍ତଙ୍କ ସହଯୋଗରେ ଆଜି ବାର ଆସନ ହଉ ଅନୁଗୁଳ ଜିଲ୍ଲାର ବିଭିନ୍ନ ସଂସ୍ଥା ମଧ୍ୟ ଆମ ଜିଲ୍ଲା କ୍ରିକେଟ ଆସନ ବହୁତ ସବୁ କ୍ଷେତ୍ରରେ ଉତ୍ସାହିତ କରୁଛନ୍ତି। ଏଇଟା ଆମମାନଙ୍କ ପାଇଁ ସୌଭାଗ୍ୟର କଥା। ତେଣୁ ଆପଣମାନଙ୍କ ଜରିଆରେ ମୁଁ ନିବେଦନ କରିବି ଯେଉଁ ଜୁନିୟର ପିଲାମାନେ ସମସ୍ତେ ଭଲ ଖେଳୁଛନ୍ତି ଆହୁରି ଭଲ ଖେଳିବାକୁ ଚାହୁଁଛନ୍ତି ଏଠି ଆମର କୋଚ୍ ମଧ୍ୟ ଅଛି ସମସ୍ତେ ଟିକେ ଆସିକି ପ୍ରାକ୍ଟିସରେ ଭାଗ ନିଅନ୍ତୁ ଏବଂ ଆମେ ତାଙ୍କର ଭବିଷ୍ୟତ ପାଇଁ ଯେତେ ପାରିବୁ ସମର୍ଥ ପାରିବୁ ଆମେ ସାହାଯ୍ୟ କରିବୁ ଏବଂ ତାଙ୍କ ସାଙ୍ଗରେ ରହି ତାକୁ ଆଗକୁ ଯିବା ପାଇଁ ସାହାଯ୍ୟ କରିବୁ। ନାଇଁ ଡ୍ୟୁଜ୍ ବଲ୍ କଥା ଯେଉଁ କହିଲେ ମୁଁ ଆପଣଙ୍କୁ କହିଲି ପରା ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ମୁଁ ତ ଏଇ ବର୍ଷ ଯେଉଁଟା ଆଗରୁ ହେଉନଥିଲା ଆମେ ଏଇ 4-5 ବର୍ଷ ହେଲା ମୁଁ ଦେଖିଲିଣି ଅନୁଗୁଳ ଜିଲ୍ଲାରେ ପାଖାପାଖି 15-16ଟି ଜାଗାରେ ଡ୍ୟୁଜ୍ ବଲ୍ର ଖେଳ ଅଛି ଯେଉଁ ଜାଗାରେ ହେବାର ନୁହେଁ ଜାଗାରେ ଆରମ୍ଭ ଡହରା ଭଳିଆ ଜାଗାରେ ଆପଣଙ୍କର ଗୋପାଳପୁରରେ ଦେଖନ୍ତୁ ଛେଣ୍ଡିପଦାରେ ଦେଖନ୍ତୁ ଆଠମଲ୍ଲିକରେ ନୂଆରେ ଆରମ୍ଭ ହେଲାଣି ପାଲଡ଼ାରେ ହେଉଛି ପବିତ୍ର ନଗରରେ ଯେଉଁ ଜାଗାରେ ପିଲା ସବୁ ବାହାରିବେ ମେନ୍ ଜାଗା ହେଡ଼କ୍ୱାର୍ଟର ଯେଉଁଗୁଡ଼ା ସବ୍ ଡିଭିଜନ ସେ ଜାଗାରେ ବର୍ତ୍ତମାନ ଡ୍ୟୁଜ୍ ବଲ୍ ଖେଳ ଆରମ୍ଭ ହେଲା ତା ଦ୍ୱାରା ଉତ୍ସାହିତ ହେବେ। ଟେନିସ୍ ବଲ୍ ଖେଳିବା ପାଇଁ ଆମେ ମନା କରୁନୁ ଗାଁ ଗହଳିରେ ଖେଳୁଛନ୍ତି ପିଲା କ୍ରିକେଟ ଖେଳୁଛନ୍ତି ଖେଳିବା ପାଇଁ ମନା ନାହିଁ। ତେଣୁ ମୁଁ ଚାହିଁବି ଯେ ପୁଣି କହିବି ଯେ ଡ୍ୟୁଜ୍ ବଲ୍ରେ ଖେଳିବାକୁ ଚେଷ୍ଟା କର ନିଜର ଭବିଷ୍ୟତ ତିଆରି କରିବାକୁ ଚେଷ୍ଟା କର ଅନୁଗୁଳ ଜିଲ୍ଲାର ଗୋଟେ ଭଲ ପ୍ଲେୟାର ହେବା ପାଇଁ ଚେଷ୍ଟା କର।